ଯୌତୁକ ପାଇଁ ନିଛାଟିଆ ଜଙ୍ଗଲରେ ହତ୍ୟା କରି ଗଛରେ ଟାଙ୍ଗିଲେ ଶ୍ୱଶୁର ଘର ଲୋକେ। ଅଭିଯୋଗ ପରେ ସ୍ୱାମୀ ଥାନାରେ ଅଟକ। ଘଟଣାସ୍ଥଳରେ ପୋଲିସ ଡାକ୍ତରୀ ଟିମ୍ ସହ ଚାନ୍ଦବାଲି ମାଜିଷ୍ଟ୍ରେଟଙ୍କ ତଦନ୍ତ। ଏବେ ବି ଝିଅ ବାହାଘର ପାଇଁ ଯୌତୁକ ପ୍ରଥା ଦାବି ରହିଛି। କେତେବେଳେ ଝିଅର ତଣ୍ଟି ଚିପି ହତ୍ୟା କରୁଛନ୍ତି ଶ୍ୱଶୁର ଘର ଲୋକେ ତ ପୁଣି କେତେବେଳେ ଶୁଣିବାକୁ ମିଳୁଛି ଆତ୍ମହତ୍ୟାର ରୂପ ଦେଇ ଗଛ ଡାଳରେ ଟାଙ୍ଗି ଦେଉଛନ୍ତି। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମରା ଥାନା ଅଧୀନସ୍ଥ କଇତଖୋଲା ପଞ୍ଚାୟତରେ। ଏହି ପଞ୍ଚାୟତର ଲକ୍ଷ୍ମୀ ପ୍ରସାଦ ଗାଁ ମା କ୍ଷୀରଶୁଣି ପଦା ନିଛାଟିଆ ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ନବବଧୂ ଉଦ୍ଧାର ହୋଇଛି। ହତ୍ୟା ଅଭିଯୋଗରେ ସ୍ୱାମୀ ଧାମରା ଥାନାରେ ଅଟକ ଅଛନ୍ତି। ଘଟଣାସ୍ଥଳରେ ପୋଲିସ ଡାକ୍ତରୀ ଟିମ୍ ସହିତ ମାଜିଷ୍ଟ୍ରେଟ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପରିତ୍ୟକ୍ତ ଘଞ୍ଚ ଜଙ୍ଗଲରେ ଝିଅର ମୃତ୍ୟୁ ପରେ ମା ଏବେ ବାଡ଼େଇ ପିଟେଇ ହୋଇ କାନ୍ଦୁଛି। ସୂଚନାଯୋଗ୍ୟ ଯେ କଇତଖୋଲା ପଞ୍ଚାୟତରେ ଗୌରପ୍ରସାଦ ଗାଁର ସ୍ୱର୍ଗତ ଶିବଶଙ୍କରଙ୍କ ଝିଅ ସରସ୍ୱତୀ ବାରିକ ସେହି ପଞ୍ଚାୟତରେ ଲକ୍ଷ୍ମୀ ପ୍ରସାଦ ଗାଁର ଅନିଲ ବାରିକଙ୍କ ପୁଅ ମନୋରଞ୍ଜନ ବାରିକଙ୍କୁ ବୈଦିକ ରୀତିରେ ମା ଧାମରାଇ ମନ୍ଦିରରେ ବିବାହ କରିଥିଲେ। ଝିଅଟି ଗରିବ ପରିବାରର ଥିବାବେଳେ ଯୌତୁକ ପାଇଁ ମନା କରିଥିଲେ, କିନ୍ତୁ ବିବାହର 3 ବର୍ଷ ମଧ୍ୟରେ ଶ୍ୱଶୁର ଘର ଲୋକେ ନିର୍ଯାତନା ଦେବା ସହିତ ଯୌତୁକ ପାଇଁ ଦାବି କରିଥିଲେ। ଏବେ ଏହି ଘଟଣାରେ ଝିଅକୁ ଶାଶୁଘର ଲୋକେ ମାରି ଦେଇଥିବା ନେଇ ଧାମରା ଥାନାରେ ଝିଅର ଦାଦା କୃଷ୍ଣ ବାରିକ ଅଭିଯୋଗ କରିଛନ୍ତି। ଏବେ ସେମାନଙ୍କର 2 ବର୍ଷର ଏକ କନ୍ୟା ସନ୍ତାନ ରହିଛି। ଝିଅଟି କାଳିଆ ହୋଇଥିବାରୁ ପୁଅ କାହିଁକି ଜନ୍ମ କଲୁ ନାହିଁ କହି ନିର୍ଯାତନା ମଧ୍ୟ ଦେଉଥିଲେ। ଗତ କିଛି ଦିନ ଧରି ସ୍ୱାମୀ ଶ୍ୱଶୁର ଶାଶୁ ଅଞ୍ଜଳି ବାରିକ ଦେଢ଼ଶୁର ସରସ୍ୱତୀଙ୍କୁ ନିର୍ଯାତନା ଦେଇ ଆସୁଥିଲେ। କିଛି ଦିନ ପୂର୍ବରୁ ଶ୍ୱଶୁର ଘର ଲୋକଙ୍କ ଅତ୍ୟାଚାର ସହି ନ ପାରି ସରସ୍ୱତୀ ନିଜ ବାପା ଘରକୁ ଚାଲି ଯାଇଥିଲେ। ପୁଣି ବୁଝାସୁଝା ପରେ ଶିଶୁର ଘରକୁ ଆସିଥିବା ବେଳେ ଯୌତୁକ ପାଇଁ ଆତ୍ମହତ୍ୟାର ରୂପ ଦେଇ ଏକ କରଞ୍ଜ ଗଛରେ ଟାଙ୍ଗି ଦେଇଥିବା ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି। ବିବାହ ପରେ ଏବେ ଝିଅର ପରିବାର ଲୋକେ ଯୌତୁକ ବାବଦକୁ ଏହି 2 ଚକିଆ ଯାନ ଦେଇଥିଲେ। ଜନ୍ମଗ୍ରହଣ କରିଥିବା ଝିଅର ରଙ୍ଗ କଳା ହୋଇଥିବାରୁ ଆଉ କିଛି ଟଙ୍କା ଯୌତୁକ ପାଇଁ ଦାବି କରିଥିଲେ। ଏହା ସହିତ ଶ୍ୱଶୁରଙ୍କ ମୃତ୍ୟୁ 2 ବର୍ଷ ତଳେ ହୋଇଥିବା ବେଳେ ଜ୍ୱାଇଁ ପୁଅ ଶ୍ୱଶୁର ଘର ସମ୍ପତ୍ତିକୁ ନେବା ପାଇଁ ଝିଅକୁ ଦାବି କରୁଥିଲେ। ଏହି ଘଟଣାରେ ଝିଅକୁ ଶାଶୁଘର ଲୋକେ ହତ୍ୟା କରି ନିଛାଟିଆ ଜଙ୍ଗଲରେ ଟାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଧାମରା ପୋଲିସ ସହ ଭଦ୍ରକର ଏକ ଡାକ୍ତରୀ ଦଳ ପକ୍ଷରୁ ତଦନ୍ତ ଆରମ୍ଭ କରିଛନ୍ତି। ଏହି ସମ୍ପର୍କରେ ଝିଅର ଶାଶୁ କହିଛନ୍ତି, ସେମିତି କିଛି ପରିବାରର ମଧ୍ୟରେ ତିକ୍ତତା ନଥିଲା। ତାଙ୍କର ବାପା ମୃତ୍ୟୁ ପରେ ତାଙ୍କୁ ସବାର ହୋଇଥିଲା। ଝାଡ଼ା ବାହାନାରେ ନିଜ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା କହିଛନ୍ତି। ଅନ୍ୟପଟେ ଧାମରା ପୋଲିସ ତଦନ୍ତ ଚଳାଇଛି। ସ୍ୱାମୀକୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ଏକ ପରିତ୍ୟକ୍ତ ଘଞ୍ଚ ଜଙ୍ଗଲ ସ୍ଥାନକୁ ଦିନରେ ଆସିବା ଲୋକେ ଡରୁଥିବା ବେଳେ ସେଠାରେ ଫାଶୀ ଲଗାଇ ଆତ୍ମହତ୍ୟା କରିବା କଥାକୁ ଝିଅ ଘର ଲୋକ ସହଜରେ ଗ୍ରହଣ କରିପାରୁନଥିବା ବେଳେ ଶାଶୁଘର ପରିବାରରେ ଲୋକଙ୍କ ଅଭିଯୋଗ ଅନୁଯାୟୀ ଅଧିକ ତଦନ୍ତ କରାଯାଉଥିବା ଧାମରା ପୋଲିସ ସୂଚନା ଦେଇଛନ୍ତି। ମାରିକି ଟଙ୍ଗା ହେଇଛି ଯୌତୁକ ପାଇଁ। ସେ କିଛି ନେବେ ବୋଲି କହିଲେ ଆମେ ଦେଇଦେଲୁ। ସେତେ ଦିନରୁ ସେ ଖାଲି ଯୌତୁକ ପାଇଁ ଖାଲି ଶାସନ କରେ। ଆମ ଘରକୁ ଗଲେ ବି ଶାସନ କରେ। ଏଇଠି କାହିଁକି ଦେଲାନି, ମାରିକି ପକେଇ ଦେଲା। ଆଜି ମାରିକି ଆଜି ଟଙ୍ଗେଇ ଦେଇଛି ଆଜି ଜଙ୍ଗଲରେ। ଆମ ଝିଅ ଯୋଉ ଭଳିଆ ହେଇଛି ତାକୁ ସେଇଭଳିଆ ଦଣ୍ଡ ଦିଅନ୍ତୁ ସାର୍। ତାର ଭାଇସୁର ଦେଢସୁର ଶାଶୁ ଶ୍ୱଶୁର ସମସ୍ତେ ଅଛି। ଯାହା ସେଇ ଯୌତୁକ ପାଇଁ ସମସ୍ତଙ୍କୁ ଦେଇଛି, ଯାହା ବାପର ସମସ୍ତେ ଦେଇଛି। ଆମେ ଦେଇପାରୁନୁ କାହିଁକି? ଯେମିତି ସେଇପାଇଁ ଆମେ ଦେଇଛୁ। 2-3 ଥର 4-5 ଥର ମାରିଛି। ମତେ ଡାକ୍ତରଖାନା କରିଦେଇଛି। ଝିଅ କହିଲେ ଯାହା ମୁଁ ଘର କରିବି, ମତେ ଆଉ କିଛି କହିତେ ହବନି। ଆଜି ମାରିକି ଟଙ୍ଗେଇ ଦେଇଛି। ନ୍ୟାୟ ଦରକାର। ଆମ ନିଜ ଝିଅ ଯେମିତି ମରି ସେମିତି ମରିବା ଦରକାର। ଯୌତୁକ ନେବେନି ମନା କଲେ, ପୁଣି ପଛରେ କହିଲେ ଆମ ଯୌତୁକ ଦରକାର, ଭଲ ମନ୍ଦ ଦରକାର। ଇଟା ମରା ବହୁତ ଥର କରିଥିଲେ। ମୋ ଦିଅର ଆସିକି ବୁଝାମଣା କରିକି ଯାଇଥିଲେ। ଯିବାର 2-4 ଥର ବୁଝାମଣା କରିକି ଯିବା ପରେ ବି ସତେ ବି ତା ଶ୍ୱଶୁର ଶାଶୁ ତା ଦେଢଶୁର ସମସ୍ତେ ମିଶିକି ଏଇ କାମ କଲେ। ମାରି ଦେଇକି ତାପରେ ଗଛରେ ଟାଙ୍ଗି ଦେଇଥିଲେ। ପ୍ରତି ଶାଶୁ ଶ୍ୱଶୁର ଦେଢଶୁର ସମସ୍ତେ ଅଛନ୍ତି ତା ସ୍ୱାମୀ ସହିତ। ଆମ ଝିଅ ଯେମିତି, ଆମ ଝିଅକୁ ଯେମିତି ମାରି ଦିଆଯାଇଛି, ତାଙ୍କୁ ସେମିତି 10 ଦଣ୍ଡ ମିଳୁନି।
ଆମେ କେତେ କଷ୍ଟ ଦୁଃଖ କଷ୍ଟରେ ଗୋଟେ ଝିଅକୁ ବାହାଘର ଦେଇଥିଲୁ। ଆଜି ଯେ ମୋ ଝିଅଟା ଚାଲିଗଲା, ଆମ ଝିଅ କଣ ଫେରେଇ ଦେଇପାରିବେ? ବାପା ମା କାଳିଆ ହେଲେ ପିଲା କଣ କାଳିଆ ହେବେନି ସାର୍? ଆପଣ ବି କୁହନ୍ତୁ। ବାପା ମା କାଳିଆ ହେଲେ ପିଲା ତ କାଳିଆ ହେବେ। କଣ କାଳିଆ ଝିଅକୁ ଯେତେବେଳେ ବାହାଘର କରୁଥିଲେ ସେତେବେଳେ ଜାଣିପାରୁଥିଲେନି ଯେ ସ୍ତ୍ରୀଟା ଆମର କାଳିଆ ହେଲେ ପିଲାଟା କାଳିଆ ହେବେ ବୋଲିକି? ଆପଣ ସେତେବେଳେ ଜାଣିପାରୁଥିଲେ? ଏବେ ତ ତାଙ୍କର କହୁଛନ୍ତି କାଳିଆ ଝିଅ, ଆମ ଯୌତୁକ ଦରକାର, ଆମକୁ ଯୌତୁକ କିଛି ଦେଲେନି। ଅଠୁ କହିଲେ ଆମର ଯୌତୁକ ଦରକାର ନାହିଁ, ଆମେ ବିନା ଯୌତୁକର ବାହାଘର କରିବୁ। ପୁଣି ତାପରେ କହିଲେ ପଲଙ୍କ ଦେଲେନି, ଏ ଗହଣା ଦେଲେନି, ସେ ଗହଣା ଦେଲେନି। ସବୁ ତ ଦିଆଗଲା, ସବୁ ଦିଆଯିବାକୁ। ଶାଶୁଟା ତ ମେନ୍ ଆସାମୀଟା ଶାଶୁ। ମଧୁର ମଧୁର କଥା କହିକି ଭିତରେ ଭିତରେ ଝିଅଟାକୁ ଆମେ ଚାହୁଁଛୁ ସାର୍ ନ୍ୟାୟ ମିଳୁ। ମୁଁ ଯାହା ଦେଖିଲି ସେମାନେ କହୁଛନ୍ତି ଆମର ସେ ଯୋଉ ରିପୋର୍ଟ ଦେଇଛନ୍ତି ଯେ ଆମକୁ ଖବର ପାଇଲେ ଯେମିତି କରଞ୍ଜ ଗଛରେ ଝୁଲୁଛି ବୋଲି, କିନ୍ତୁ ସେମାନେ ସେଥିରେ ସାଟିସ୍ଫାଏଡ୍ ନୁହନ୍ତି। ସେମାନେ କହୁଛନ୍ତି ନା ଏଟା ସସ୍ପିସିୟସ୍ ଡେଥ୍, ତେଣୁ ସେମାନେ କେସ୍ କଲେ। ଆଉ ସେ ଅନୁସାରେ ଆମର କେସ୍ ତଦନ୍ତ ଜାରି ରହିଲା। ମୁଁ ଆସିଲା ବେଳକୁ ସିଏ ନଡ଼ିଆ ଗଛ ତଳେ ବସିଛି, ରଖା ହେଇଛି ସେ ବଡି, ଏବଂ ତାର ଖୋଲା ହେଇଥିଲା। ସିଏ ତାର ଭାଇ ବି ଡିସିଜ୍ଡର ଭାଇ ସହିତ ମିଶିକି ଖୋଲା ହେଇଛି ବୋଲି ସେ ଡିସିଜ୍ଡ ଭାଇ ଆମକୁ ବି କହିଛି। ତାକୁ ସେଠି ରଖା ହେଇଥିଲା। ଇନଫର୍ମାଣ୍ଟ ଯାହା କହୁଛି ଆମେ ତାରି ଉପରେ ବେସ୍ କରି ଚାଲିଛୁ। ଆମେ ତ ମନ ଗଡ଼ା କେତେ କହିପାରିବୁନି। 5 ଜଣ ଯାହା କହିବେ ସେଇଟା ଆମର ହଉଛି ଧାର୍ଯ୍ୟ। ସେମିତି କଣ ଡେଫିନାଇଟ୍ ଓପିନିଅନ ଦେଇପାରିବୁନି। ଆମର ମେଡିକାଲ ଟିମ୍ ସେମାନେ ଡେଫିନାଇଟ୍ ଓପିନିଅନ ଦେବେ whether it is ମାନେ ସୁଇସାଇଡାଲ ଅର ହୋମିସାଇଡାଲ। ଚାନ୍ଦବାଲି ବ୍ଲକରୁ ସୁରେନ୍ଦ୍ର କୁମାର ତରାଇଙ୍କ ରିପୋର୍ଟ, G9 ଓଡ଼ିଆ।